चरम ए जुग पाई एक आलोक वर्तिका, चरम ए जुगर निदर्शन, ए ज्ञान गर्भक ए चरम शास्त्र, ए चरम शास्त्र कौन लेखक कही नुहंती मो प्रभु स्वयं तांकर मानस संतान चरम को ए मर्त्यभूमि को पठाई। प्रभुंकर वार्ता ए जुग पाई साइता धन जहा किछि ता धेरे अछि से आपण मानक पाई केवल सुख पाठ्य नुहे ज्ञान गर्भक मध्य। से चरम शास्त्र र किछि पंक्ति उद्धार करिबा पाई ओ वाम पार्श्वरे बसचंदी बसंत भाई मु अनुरोध करुछि चरम शास्त्र र किछि पंक्ति उद्धार करिबा पाई। नमो भगवते केशवचंद्राय सुकांति सूताय जदुनंदनाय चरमनाथाय नमो नमः। विशाल विश्वस्य निदान बीजं वरं वरेण्यं विधि विष्णु सर्वै। निदानबीजं वरं वरेण्यं विधि विष्णु सर्वे। वसुन्धरावरी विमानवने वसुन्धरावरी विमानवने वायुस्वरूपं प्रणमामि वन्दे। प्रणमामि वन्दे वायुस्वरूपं प्रणमामि वन्दे। मूलाधार कर्णधार स्वादिष्ठाने स्वादिना मूलाधार कर्णधार स्वाधिष्ठाने स्वाधीन। मूलाधार कर्णधार स्वाधिष्ठाने स्वाधीन। मणिपुर पुरोहित अनाहत प्रवीण। मूलाधार विशुद्धरे शुद्धचेत अज्ञातचक्र अनुजा। विशुद्धरे शुद्धचेत अज्ञातचक्र अनुजा। सहस्रार सार एका नमरन्नर चरम पंचम पुष्प पंचम पाखुड़ा चतुर्विंशतम संख्या। दुस्तर भव पारावारु उद्धार करिबाकु भव नाविकंक व्यतीत आउ किए समर्थ। केतेबेले श्री गुरुस्वामी भावरे तो केतेबेले भाव विनोदिया श्रीकृष्ण रूपरे पुनश्च केबे सूक्ष्मरे बा केबे स्थूलरे आविर्भाव होई सेही महानाविक जीवर हाथ धरी भवसागर पार कराई दियंती। घोर कलिर एही अंतिम चरण रे श्री पद्मपाद स्वयं श्री गुरुस्वामी रूपरे स्थूल आविर्भाव होई नाना कौशल रे ए जगतवासी को अजस्र करुणार धारा बिछाड़ी चलीछंती। परमार्थ जीवन रे उत्कर्षता प्राप्ति पाई सहज सरल सुगम पथमान आविष्कार करी श्रीमुख एवं श्रीकर माध्यम रे बांटी देउछंती। तन्मध्यरु तांकरी आशीर्वाद रेणु बहन करी जन्मलाभ करिथिबा मानसपुत्र चरमर एही स्तंभरे आरंभरु आज पर्यंत कल्याण दान करी विश्ववासी मानंकु मार्जित आचरण सिद्ध
ଦୃଢ଼ ପ୍ରତିଜ୍ଞ ହୋଇ ସତର୍କ ତଥା ସାହସର ସହ କଳିର ଅସତ୍ୟ ଆହ୍ୱାନର ସମ୍ମୁଖୀନ ହେବାର ଶକ୍ତି ପ୍ରଦାନ କରି ଚାଲିଛନ୍ତି। ଏହି କୃପା ଅନୁସରଣରେ ଚରମ ପ୍ରାପ୍ତି ନିଶ୍ଚିତ। ଚରମରେ ଧନ ମୋର ଗେହ୍ଲା ପୁଅ ହୋଇ ତୁ ଦିନକୁ ଦିନ ଅମାନିଆ ହୋଇଗଲୁଣି। ଆଳସ୍ୟ ଅସ୍ଥିରତା ଅବାଧ୍ୟତାକୁ ଯତ୍ନର ସହ ନିଜର କରିଦେଇ ତୋର ସୁନ୍ଦର ଚେହେରାରେ ଦାଗ ଲଗାଇ ସାରିଲୁଣି। କହିଲୁ ଧନ, ତୋର ଦେହ ମନ ଶୁଖିଗଲେ, ମୁହଁରୁ ହସ ଲିଭିଗଲେ ମୋତେ କେତେ କଷ୍ଟ ହେଉଛି। ମୁଁ କ'ଣ ତୋଠାରୁ କେବେ କିଛି ଚାହିଁଛି ନା କୌଣସି ବସ୍ତୁ ମାଗିଛି? ସବୁବେଳେ ଚାହିଁ ବସିଛି ତୋର ମନରେ ଆନନ୍ଦ, ମୁହଁରେ ଟିକେ ହସ ଦେଖିବା ପାଇଁ। ବାସ୍ ସେତିକିରେ ମୁଁ ସନ୍ତୁଷ୍ଟ। ମୁଁ ଜାଣିଛି କଳିଯୁଗରେ ଯୁଗ ପ୍ରଭାବ ଓ ସୃଷ୍ଟିଚକ୍ରର ନିଷ୍ଠୁରତା ତୋ ପାଇଁ ଅନେକ ସମସ୍ୟା ଉତ୍ପନ୍ନ କରାଇ ଦେଉଛନ୍ତି। ସେ ସମସ୍ୟା ମଧ୍ୟରେ ଗତି କରି ଆନନ୍ଦ ଅନୁଭବ କରିବା ତୋ ପକ୍ଷରେ ସମ୍ଭବ ହେଉନାହିଁ। ସେଇଥିପାଇଁ ପରା ମୁଁ ତୋତେ ଧାରା ଧରାଇ ଦେଇଛି। ସମସ୍ତ ଅସଙ୍ଗତି ମଧ୍ୟରେ ସଙ୍ଗତି ରକ୍ଷା କରି ଚଲାପଥରେ କଣ୍ଟାଗୁଡ଼ିକ ଅପସାରିତ କରିବାର କୌଶଳ ବତାଇ ଦେଇଛି। ତଥାପି କାହିଁକି ଭାଙ୍ଗି ପଡ଼ୁଛୁ? ଅବିଶ୍ୱାସକୁ ମନରେ ସ୍ଥାନ ଦେଉଛୁ? ଆରେ ପାଗଳ, ମୁଁ ପରା ତୋ ପାଖେ ପାଖେ ଛାଇ ପରି ଅଛି। ଭୟ କାହିଁକି କରୁଛୁ? ମୋ ଉପରୁ କ'ଣ ବିଶ୍ୱାସ ତୁଟାଇ ଦେଲୁଣି? ମୁଁ ବତାଇ ଦେଉଥିବା ପଥକୁ ଯଦି ପ୍ରଥମରୁ ନିଷ୍ଠାର ସହ ଅନୁସରଣ କରିଥାନ୍ତୁ, ତେବେ ଆଜି କାହିଁକି ତୋର ମନରେ ଦ୍ୱନ୍ଦ୍ୱ, ଅବିଶ୍ୱାସ, କ୍ରୋଧ, ଅନାସ୍ଥା ଭାବ ଇତ୍ୟାଦି ପ୍ରବେଶ କରି ତୋତେ ଅସ୍ଥିର କରାଇଥାନ୍ତା? ପ୍ରଥମରୁ କହି ଆସୁଅଛି, କଳିଯୁଗର ପଥ ଅନେକ ଖସଡ଼ା। ପ୍ରତି ପଦକ୍ଷେପରେ ସତର୍କ ହୋଇ ଗତି କରିବାକୁ ହେବ, ନଚେତ୍ ତୋରି ଭିତରେ ଥିବା ଶତ୍ରୁମାନେ ତୋତେ ଭାବ ଚହଲା ପଥକୁ ଠେଲି ଦେଇ ମୋ ଠାରୁ ଦୂରେଇ ନେବେ। ବାରମ୍ବାର ମିଥ୍ୟା ବସ୍ତୁର ଆବଶ୍ୟକତାକୁ ତୋର ମନରେ ଭର୍ତ୍ତି କରି ତୋତେ ବିବ୍ରତ କରାଇଦେବେ। କାମନା ବାସନା ଅପୂର୍ଣ୍ଣାଙ୍ଗ ହେଲେ ମୋ ପ୍ରତି ତୋଠାରେ ବିଷ ପ୍ରୟୋଗ କରିଦେବେ। ଶେଷରେ ଭାବରୁ ଅଭାବ ପ୍ରାପ୍ତି ହୋଇ ମୋ ଠାରୁ ପୃଥକ ହୋଇଯିବୁ। କିନ୍ତୁ ମୁଁ କ'ଣ ତାହା କରାଇଦେବି? ତୁ ମୋତେ ଭୁଲି ଯାଇପାରୁ, ହେଲେ ମୁଁ ତୋତେ କଦାପି ଭୁଲି ପାରିବି ନାହିଁ। କାରଣ ତୁ ହିଁ ମୋର କାୟା, ଆଉ ମୁଁ ତୋର ଛାୟା। କାୟା ବିନା ଛାୟା କେଉଁଠି ରହିଛି ନା ରହିବ? ମୁଁ ଲକ୍ଷ୍ୟ କରୁଛି କେତୋଟି ବିଶେଷ କାରଣ ତୋ ମନରେ ବିଷାଦ ସୃଷ୍ଟି କରି ଅନାସ୍ଥା ଭାବ ତୋଳି ଦେଉଛି। ସେଗୁଡ଼ିକ ହେଲା ଆର୍ଥିକ ଦୁରାବସ୍ଥା, ରୋଗମାଳା ଏବଂ ସମାଜରେ ଏକ ସମ୍ମାନଜନକ ସ୍ଥିତି। ମୁଖ୍ୟତଃ ଏହି ତିନୋଟି ବ୍ୟତିକ୍ରମରେ ତୁ ଅସ୍ଥିର ହୋଇଯାଉଛୁ। ଏ ସମ୍ପର୍କରେ ଅତୀତରେ ଅନେକ ବୁଝାଇଛି, ଏବେ ପୁଣି ଥରେ ସ୍ମରଣ କରାଇ ଦେଉଛି। ଅର୍ଥ କେଉଁଥିପାଇଁ ଆବଶ୍ୟକ? ବଞ୍ଚି ରହିବାକୁ ହେଲେ ଜଣକର ସର୍ବନିମ୍ନ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର ଓ ରହିବାକୁ ଖଣ୍ଡେ ସ୍ଥାନ। ସ୍ରଷ୍ଟା ଯେତେବେଳେ ତୋତେ ଜନ୍ମ ଦେଇଛନ୍ତି, ସେହି ସମୟରୁ ତୋ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ଆଶ୍ରୟସ୍ଥଳୀ ସ୍ଥିର କରିସାରିଛନ୍ତି। ତୁ ଏ ଶରୀର ତ୍ୟାଗ କରିବା ପର୍ଯ୍ୟନ୍ତ କେବେ ମଧ୍ୟ ଉପବାସ ରହିବୁ ନାହିଁ, ଅନାବସ୍ତ୍ର ହେବୁ ନାହିଁ। ସାଧାରଣ ଭାବରେ ଚଳିବାକୁ ହେଲେ ଯେତିକି ଆବଶ୍ୟକ ତାଠାରୁ ଯଦି ଅଧିକ ଆଶା ରଖିବୁ, ତେବେ ସେ ଆଶା ପୂର୍ଣ୍ଣ ନ ହେଲେ ଦୁଃଖ ଆସିବ ଏବଂ ସେ ଭାବଟି କ୍ରମଶଃ ଦାନା ବାନ୍ଧି ମହାଦ୍ରୁମ ହୋଇଯିବ। ଆଶା ପୂର୍ଣ୍ଣ କରିବା ପାଇଁ ଖସଡ଼ା ପଥରେ ପାଦ ଦେବାକୁ ବାଧ୍ୟ ହେବୁ। ସତ୍କୁ ପରିହାର କରି ଅସତ୍କୁ ଆଶ୍ରୟ କରିବୁ। ନିଜର ସାମର୍ଥ୍ୟ ବାହାରକୁ ଯାଇ ଭାରାକ୍ରାନ୍ତ ହୋଇଯିବୁ। ତୋର ଶରୀର ମଧ୍ୟରେ ଥିବା ତଥାକଥିତ ବନ୍ଧୁମାନେ ସେତେବେଳେ ଉତ୍ସାହିତ ହୋଇ ତୋତେ ବ୍ୟାପକ ଭାବରେ ଅନୀତି କରିବାକୁ ଉତ୍ସାହିତ କରିବେ। ପଡ଼ୋଶୀ, ପ୍ରତିବେଶୀ, ବନ୍ଧୁ ପରିଜନମାନଙ୍କ ଐଶ୍ୱର୍ଯ୍ୟ ସହ ତୁଳନାତ୍ମକ ଭାବ ସୃଷ୍ଟି କରାଇ ତୋତେ ବିବଶ କରାଇଦେବେ। ତୋର ଆତ୍ମୀୟ ସ୍ୱଜନମାନଙ୍କ ମନରେ ମଧ୍ୟ ସେହି ଭାବ ଉଦ୍ରେକ କରାଇ ତୋତେ ଚତୁଃପାର୍ଶ୍ୱରୁ ଆକ୍ରମଣ କରିବେ। ସେମାନଙ୍କ ଆକ୍ରମଣରେ କ୍ଷତବିକ୍ଷତ ହୋଇ ତୁ ତୋର କର୍ମଧାରା ଧର୍ମପଥରୁ ବିଚ୍ୟୁତ ହେବାକୁ ବାଧ୍ୟ ହେବୁ। ତେଣୁ ଭଲ କରି ବିଚାର କରି ଦେଖ, ଅର୍ଥ ହିଁ ସକଳ ଅନର୍ଥର କାରଣ।
ଅର୍ଥ ପ୍ରତି ଥରେ ଆସକ୍ତି ଆସିଲେ ସେଥିରୁ ନିସ୍ତାର ପାଇବା କେବେ ମଧ୍ୟ ସମ୍ଭବ ନୁହେଁ। କିନ୍ତୁ ତୁ ସବୁ ଜାଣି, ସବୁ ଦେଖି, ସବୁ ଅନୁଭବ କରି ମଧ୍ୟ ଅଜଣା, ଅଦେଖା ଓ ଅଭାବୀର ଖୋଳ ମଧ୍ୟରେ ବୁଡ଼ି ଯାଉଛୁ। ତେଣୁ ରେ ଅବୁଝା, ଅର୍ଥ ଚିନ୍ତା ପରିହାର କର। ଚଳିବା ପାଇଁ, ଧରିତ୍ରୀ ଜୀବନ ଧାରଣ କରି ବଞ୍ଚି ରହିବା ପାଇଁ ସର୍ବନିମ୍ନ ଆବଶ୍ୟକତା ତୋ ପାଇଁ କେବେ ଅଭାବ ହେବ ନାହିଁ। ଶ୍ରୀମଦ୍ ଭାଗବତ ଗୀତାରେ ପରା ତୋ ପୂର୍ବ ଗୁରୁଦେବ ତୋତେ ବୁଝାଇ ଦେଇଥିଲେ, ଯେଉଁ ପାର୍ଥିବ ବସ୍ତୁ ପାଇଁ ଆଜି ତୁ ଅଳି କରି କାନ୍ଦୁଛୁ, ନ ପାଇଲେ ବ୍ୟାକୁଳ ହେଉଛୁ, ସେଗୁଡ଼ିକ କଦାପି ତୋର ନିଜର ହେବେ ନାହିଁ। ଗତକାଲି ସେ ଅନ୍ୟ ଜଣକର ଥିଲା, ଆଜି ତୋର ହୋଇଛି, ଆସନ୍ତାକାଲି ଆଉ କାହାର ହେବ। ତେଣୁ ସେଥିପାଇଁ ଏତେ ବ୍ୟାକୁଳ କାହିଁକି? କଣ ଏ କଥା ଭୁଲି ଯାଇଛୁ? ତୋର ପିତା ହିଁ କେବଳ ତୋର ନିଜର ହୋଇଥିଲେ, ଆଜି ଅଛନ୍ତି, ଆସନ୍ତାକାଲି ମଧ୍ୟ ରହିବେ। ଏକ ଅମୁହା କଳସିର ଭିତରେ ବୁଡ଼ି ରହିଥିବାରୁ ତୁ ସିନା ତୋ ପିତାକୁ ଦେଖିପାରୁନାହୁଁ, ସେ କିନ୍ତୁ ତୋତେ ସର୍ବଦା ଦେଖୁଛନ୍ତି। କଳସିରୁ ବାହାରକୁ ଆସିଲେ ସିନା ତାଙ୍କୁ ଦେଖିବୁ। ପରବର୍ତ୍ତୀ ସମସ୍ୟା ହେଉଛି ତୋର ତଥା ପରିବାରର ରୋଗ ବ୍ୟାଧି ଆଦି ଯନ୍ତ୍ରଣାଦାୟକ ପରିବେଶ। ଯେତେବେଳେ ତୋର କିମ୍ବା ତୋ ସଂସାରର କାହାରି କୌଣସି ରୋଗ ହୋଇଗଲା, ତେବେ ତୋ ମନ ବ୍ୟସ୍ତ ବିବ୍ରତ ହୋଇଯାଉଛି ଏବଂ ଆଶୁ କାମନାରେ ବ୍ୟତିବ୍ୟସ୍ତ ହୋଇ ମୁହୂର୍ତ୍ତକ ମଧ୍ୟରେ ଭାବ ଡୋରି ଛିଣ୍ଡାଇ ଦୂରେଇ ଯାଉଛୁ। ବାବୁରେ, ସେ ବିଷୟରେ ତୋତେ ମୁଁ କିପରି ବୁଝାଇବି? ଜୀବର କର୍ମଫଳ ଭୋଗ କରିବା ଏକାନ୍ତ ଜରୁରୀ। ସମସ୍ତ ରୋଗ ବ୍ୟାଧି ଏହି କାରଣରୁ ଆସିଥାଏ। ପ୍ରତ୍ୟେକ ବ୍ୟକ୍ତି ରୋଗ ଭୋଗ କରିବାକୁ ବାଧ୍ୟ। ପ୍ରତି ଯୁଗରେ ଥିଲା, ଏବେ ଅଛି, ଆସନ୍ତାକାଲି ଯୁଗରେ ମଧ୍ୟ ରହିବ। ମୁଁ ତୋତେ ବଚନ ଦେଇଛି, ତୋର ହାତ ଧରି ଚରମରେ ପହଞ୍ଚାଇ ଦେବି। ସେଥିପାଇଁ ତୋତେ ନିର୍ମଳ କରିବା, ଶୁଦ୍ଧ କରିବା, ମାର୍ଜିତ କରିବା ମୋର କର୍ତ୍ତବ୍ୟ। ଯେଉଁ ସବୁ ଗୃହୀତ ସଞ୍ଚିତ କ୍ରିୟମାଣ କର୍ମ କରିଛୁ, ସେଗୁଡ଼ିକର ଫଳ ଭୋଗ ହୋଇନଗଲେ ତୋର ପରମାର୍ଥ ପଥରେ ସେମାନେ ଅନ୍ୟ ରୂପରେ କଣ୍ଟାବାଡ଼ ହୋଇ ରହିଯିବେ ଓ ତୋର ସମସ୍ତ ଗତିପଥ ରୁଦ୍ଧ କରିଦେବେ। ତେଣୁ ମୋର ସ୍ଥୂଳ ଉପସ୍ଥିତିରେ ସେ ସମସ୍ତ ଫଳଭୋଗ ଶେଷ ହୋଇଗଲେ ତୁ ମନ୍ଦାକିନୀ ଧାରା ପରି ସ୍ୱଚ୍ଛ ନିର୍ମଳ ହୋଇଯିବୁ। ଏ ସୃଷ୍ଟିରେ କୌଣସି ବିଷୟ, ପଦାର୍ଥ, ଭାବନା ଅଦରକାରୀ ହୁଏ ନାହିଁ। ସମୟର ତାଳେ ତାଳେ ଜୀବ ତାର ସମସ୍ତ କ୍ରିୟା, କର୍ମ, ଆଚରଣ, ବ୍ୟବହାର, ଫଳ ସଞ୍ଚୟ କରି ଚାଲିଥାଏ। ତେଣୁ ଯେଉଁ ରୋଗ ବ୍ୟାଧି ପାଇଁ କଷ୍ଟ ଯନ୍ତ୍ରଣା ସହ୍ୟ କରି ଅଥୟ ହେଉଛୁ, ତାର ମଧ୍ୟ ନିଜସ୍ୱ ଗୁଣ ରହିଛି। ସେହି କଷ୍ଟ ଯନ୍ତ୍ରଣା ଭୋଗ ମାଧ୍ୟମରେ ତୋ ଅଜାଣତରେ ତୋର କ୍ରମୋନ୍ନତି ହୋଇ ଚାଲିଛି, ସଂସ୍କାର ହୋଇ ଯାଉଛି। ଧୈର୍ଯ୍ୟ ଧରି ଅପେକ୍ଷା କର, ଶେଷରେ ଦେଖିବୁ ତୋର ଶରୀର ମନ କିପରି ଶୁଦ୍ଧପୂତ ହୋଇଯାଇଛି। ମନେ ରଖ, ରୋଗ ଯନ୍ତ୍ରଣାର ପ୍ରତ୍ୟକ୍ଷ ଭୋଗ ହିଁ ପରବର୍ତ୍ତୀ ଜୀବନର ଐଶ୍ୱର୍ଯ୍ୟ। ସେହି କଷ୍ଟକୁ ଅନାୟାସରେ ସହ୍ୟ କରିନେବା ପାଇଁ ଶକ୍ତି ଆହରଣ କରିବାକୁ ମୁଁ ପରା ତୋତେ ଅର୍ଘ୍ୟ ଫଳୋଦକ ଦେଇଛି। ଦୃଢ଼ ମନା ନିର୍ଭୀକ ହୋଇ କର୍ମଧାରା ପାଳନ କରୁଥିଲେ ସମସ୍ତ ଯନ୍ତ୍ରଣା ଅକ୍ଲେଶରେ ଅତିକ୍ରମ କରି ଅନ୍ତିମ ଚରଣରେ ସୂର୍ଯ୍ୟାଲୋକ ନିଶ୍ଚୟ ଲାଭ କରିବୁ। ତୋର ଅନ୍ୟ ଏକ ସମସ୍ୟା ହେଉଛି ସମାଜରେ ସମ୍ମାନଜନକ ସ୍ଥିତି। ଅନ୍ୟମାନଙ୍କ ପରି ତୁ ସମ୍ମାନିତ ହେବୁ, ଅନ୍ୟ ଉପରେ ପ୍ରଭାବ ବିସ୍ତାର କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବୁ। ପଞ୍ଚଭୂତ ଶରୀର ଧାରଣ କରିବା ପରେ ମନରେ ଏ ଭାବ ଆସିବା ସ୍ୱାଭାବିକ ଏବଂ ନିଶ୍ଚୟ ଆସିବ, କିନ୍ତୁ ତାକୁ ନିଜର ବିବେକ ବୋଧ ଦ୍ୱାରା ପ୍ରତିହତ କରି ଭାବନାର ଗତିପଥ ପରିବର୍ତ୍ତନ କରାଇବାର ନାମ ହିଁ ସାଧନ। ନିଜର ଅନ୍ତର୍ଦୃଷ୍ଟିରେ ଦେଖିଲୁ, ଯେଉଁ ସମ୍ମାନ ତୁ ଚାହିଁଛୁ ତାର ସ୍ଥାୟିତ୍ୱ କେତେ? ତୋ ପୂର୍ବରୁ ଓ ତୋର ଉପସ୍ଥିତିରେ ଏ ଧରାପୃଷ୍ଠରେ ଯେଉଁମାନେ ସମ୍ମାନର ଉତ୍ତୁଙ୍ଗ ଶିଖରରେ ଥରେ ପହଞ୍ଚିଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କର ପରିସ୍ଥିତି କଣ ହୋଇଛି? ସେମାନେ ମର୍ତ୍ତ୍ୟଭୂମିର
ଏ ଘଟ ତ୍ୟାଗ କରିବା ସମୟରେ ସଙ୍ଗରେ କ'ଣ ନେଇ ଯାଇଛନ୍ତି? ସେମାନଙ୍କର ମୃତ୍ୟୁ ପରେ ଏ ବିଶ୍ୱବାସୀ ସେମାନଙ୍କୁ କେତେ ଦିନ ମନେ ରଖିଛନ୍ତି? ଯେତେ ଦିନ ପର୍ଯ୍ୟନ୍ତ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇଥିବେ ସେତେ ଦିନ ପର୍ଯ୍ୟନ୍ତ ଲୋକମାନେ ନିଜ ସ୍ୱାର୍ଥ ହାସଲ ପାଇଁ ସମ୍ମାନ ଦେବେ, ପୂଜା କରିବେ, ପ୍ରଶଂସା ଓ ପ୍ରଶସ୍ତି ଗାନରେ ଶତମୁଖ ହେବେ। କ୍ଷମତାରୁ ଯିବା ପରଦିନ ଘୃଣା କରିବେ, ସମାଲୋଚନା କରିବେ ଏବଂ ନିନ୍ଦା ଅପବାଦର ବୋଝ ଲଦି ଦେବେ। ତୁ କ'ଣ ସେହି କ୍ଷଣିକ ସୁଖ ସମୃଦ୍ଧି ଚାହୁଁ? ମୁଁ ପରା ତୋ ପାଇଁ ଏପରି ଏକ ସ୍ଥାନ ରଖିଛି ଯେଉଁଠାରେ ତୁ ଥରେ ପହଞ୍ଚିଗଲେ ଯୁଗ ଯୁଗ ପାଇଁ ଅବିସ୍ମରଣୀୟ ହୋଇ ରହିଯିବୁ। ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ଏ ମିଥ୍ୟା ଅଳିକ ସୁଖ ପାଇଁ ଏତେ ବ୍ୟାକୁଳ କାହିଁକି ହେଉଛୁ? ସମ୍ମାନ କ'ଣ ଖୋଜିଲେ ମିଳେ କିରେ? ତୁ ଯଦି ସେହି ଶୀର୍ଷ ସ୍ଥାନରେ ପହଞ୍ଚିଯିବୁ ତେବେ ତୁ ସମ୍ମାନ ଖୋଜିବୁ ନାହିଁ, ସେ ଆପେ ଆପେ ତୋର ଅନୁଧାବନ କରିବ। ଆଉ ଥରେ ଚିନ୍ତା କରି ଦେଖିଲୁ, ଏପରି ଭାବ ତୋ ମନରେ ଆସିବାର କାରଣ କେଉଁଠି? ଗଭୀର ଭାବରେ ଆତ୍ମ ଅନୁଶୀଳନ କଲେ ଉପଲବ୍ଧି କରିପାରିବୁ ଯେ ଏ ସମସ୍ତ କୁଭାବନାର ମୂଳ କାରଣ ହେଉଛି ତୋ ମନର ସଂକୀର୍ଣ୍ଣତା ଓ ଶରୀରର ମୋହ। ତୁ ସର୍ବଦା ନିଜକୁ ଏକାକୀ ଭାବୁଛୁ, ତୋର ଶରୀର ସୁଖରେ ସମସ୍ତ ସୁଖ ବୋଲି ଚିନ୍ତା କରୁଛୁ। ତୋ ଚତୁଃପାର୍ଶ୍ୱରେ ଥିବା ଅନ୍ୟମାନଙ୍କୁ ତୁ ପର ବୋଲି ଗଣ୍ୟ କରୁଛୁ। ସେଥିପାଇଁ ତୁଳନାତ୍ମକ ଭଙ୍ଗୀରେ ସେମାନଙ୍କ ଠାରୁ ଶ୍ରେଷ୍ଠ ହୋଇ ଅଗ୍ରଣୀ ପଦବୀ ପ୍ରାପ୍ତ ପାଇଁ ମନରେ ସଂକଳ୍ପ ନେଉଛୁ। ସେତେବେଳେ ସମୀକ୍ଷା କରି ଦେଖ, ତୋ ମନରେ ଯେଉଁ କଳ୍ପନା, ସେହି କଳ୍ପନା, ଆଶା, ଆକାଂକ୍ଷା ଅନ୍ୟମାନଙ୍କ ମନରେ ଠିକ୍ ସେହିପରି ସୃଷ୍ଟି ହେଉଛି। ସେମାନେ ମଧ୍ୟ ତୋରି ପରି ଉଚ୍ଚାଭିଳାଷ କରି ତୋ ଠାରୁ ଉଚ୍ଚ ସ୍ଥାନରେ ରହି ତୋତେ ତାଙ୍କର ଅଧୀନସ୍ଥ କରିବାକୁ କାମନା କରୁଛନ୍ତି। ଫଳରେ ପରସ୍ପର ପ୍ରତି କେବଳ ମିଥ୍ୟା, ଅନିତ୍ୟ, ଅଳିକ ବିଷୟ ପାଇଁ ପ୍ରତିଯୋଗୀ ହୋଇ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେଉଛନ୍ତି। ତେଣୁ ରେ ଧନ ମୋର, ଏ ସଂକୀର୍ଣ୍ଣତା ପରିହାର କର। ତୁ କେବେ ଏକାକୀ ନଥିଲୁ, ଏବେ ନାହୁଁ, ଭବିଷ୍ୟତରେ ମଧ୍ୟ ରହିବୁ ନାହିଁ। ତୋ ଚତୁଃପାର୍ଶ୍ୱରେ ଅନନ୍ତ ସାଗର, ସେହି ସାଗର ମଧ୍ୟରେ ତୁ ଏକ ଶକ୍ତ ଆବରଣ ଭିତରେ ବନ୍ଦୀ ହୋଇ ରହିଛୁ। ତୋ ବାହାରେ କ'ଣ ଅଛି ଦେଖିପାରୁନାହୁଁ, ଅନୁଭବ କରିପାରୁନାହୁଁ। ତେଣୁ ମନରେ ଏ ସଂକୀର୍ଣ୍ଣ ସୀମିତ ଭାବ ବସା ବାନ୍ଧି ଯାଉଛି। ତୁ କାହାରି ପର ନୋହୁଁ, ତୋର ମଧ୍ୟ କେହି ପର ନାହାନ୍ତି। ତୁ ସମସ୍ତଙ୍କର ନିଜର, ତୋର ମଧ୍ୟ ସମସ୍ତେ ନିଜର। ଏହି ମହାଭାବ ଗ୍ରହଣ କରି ବ୍ୟାପକ ହୋଇଯା, ଦେଖିବୁ କେଉଁ ସ୍ଥାନରେ ପହଞ୍ଚିବୁ। କ'ଣ ବୁଝିପାରିଲୁ ନାହିଁ? ଆହୁରି ସରଳ ଭାବରେ ଉଦାହରଣ ଦେଇ ତୋର ସ୍ଥିତି ତୋତେ ବୁଝାଇ ଦେଉଛି। ସମୁଦ୍ରରୁ ଜଳ ଆଣି ଗୋଟିଏ କଳସୀରେ ରଖ। କଳସୀଟିର ମୁହଁ ଭଲ ଭାବରେ ବନ୍ଦ କରି ତାକୁ ନେଇ ସମୁଦ୍ରରେ ରଖିଦେ। କଳସ ଭିତରେ ଜଳ ରହିଥିବାରୁ ସେହି ସମୁଦ୍ରର ଜଳ ହେଲେ ମଧ୍ୟ ତାର ନାମ କଳସୀ ଜଳ। ତାର ଚତୁଃପାର୍ଶ୍ୱରେ ସେହି ଜଳ, କିନ୍ତୁ ଶକ୍ତ ଆବରଣ କଳସୀ ମଧ୍ୟରେ ଥିବାରୁ ସେ କଳସୀର ଅହଙ୍କାରରେ ସେ ତାର ସ୍ୱତନ୍ତ୍ରତା ରକ୍ଷା କରିପାରୁଛି ଏବଂ ସମୁଦ୍ର ଜଳଠାରୁ ନିଜକୁ ପୃଥକ୍ ଭାବେ ବିବେଚନା କରି ଆତ୍ମହରା ହେଉଛି। ଯଦି କଳସୀଟି ଭାଙ୍ଗିଯାଏ ତେବେ କ'ଣ ହେବ? କଳସୀ ଜଳର ସଂଜ୍ଞା ଲୋପ ପାଇଯିବ ଏବଂ ପୁଣି ଥରେ କଳସୀରେ ରହି ଗର୍ବ କରୁଥିବା ଜଳ ମହାସାଗରରେ ଏକାକାର ହୋଇଯିବ। ତୁ ହେଉଛୁ ସେହି କଳସୀ, ତୋ ଭିତରେ ଥିବା ଆତ୍ମା ହିଁ ସାଗରର ଜଳ। ସାଗର ହେଉଛନ୍ତି ଏ ବିଶ୍ୱର ସ୍ରଷ୍ଟା, ଅମୃତ ଭଣ୍ଡାର। ଯେହେତୁ ଶରୀର ରୂପକ ଶକ୍ତ ଆବରଣ ମଧ୍ୟରେ ଅମୃତର ବିନ୍ଦୁଟି ବନ୍ଧନ ଅବସ୍ଥାରେ ରହିଛି, ତୁ ଭାବୁଛୁ ତୁ ଏକାକୀ ସ୍ୱତନ୍ତ୍ର। ତେଣୁ ତୋର ଏକ ନିର୍ଦ୍ଦିଷ୍ଟ ପଦବୀ ଆବଶ୍ୟକ, ସ୍ୱତନ୍ତ୍ର ସ୍ଥିତିର ପ୍ରୟୋଜନ। କାରଣ ଶରୀର ରୂପକ ଅହଂ ତୋତେ ସଂକୁଚିତ କରିଦେଇଛି। ମହାସାଗର ମଝିରେ ରହି ମଧ୍ୟ ଅନୁଭବ କରିପାରୁନାହୁଁ। ସେହିପରି ତୋ ପିତାଙ୍କର ଏହି ସୃଷ୍ଟିରେ ପ୍ରତ୍ୟେକ ଜୀବନ ଗୋଟିଏ ଗୋଟିଏ କଳସୀ ଓ ତା ମଧ୍ୟସ୍ଥ ଜଳ ତୋରି ପିତାଙ୍କ ଅଂଶ ବିଶେଷ ଓ ଆତ୍ମସତ୍ତା। ତେଣୁ ରେ ବାଉଳା, କାହାକୁ ତୁ ପର କରୁଛୁ? କାହାକୁ ନିନ୍ଦା କରୁଛୁ? କାହାଠାରୁ ଶ୍ରେଷ୍ଠ ହେବାକୁ ଚାହୁଁଛୁ? ତୋ ପିତାଙ୍କୁ
ପିତାଙ୍କ ଠାରୁ ଧନରେ ଥରେ ବ୍ୟାପକ ଭାବରେ ନିଜକୁ ପ୍ରତିଷ୍ଠା କର। ଶରୀର ରୂପ ଅହଙ୍କାରକୁ ଦୂରକୁ ଠେଲି ଦେଇ ମହାସାଗରର ଆଂଶିକ ସ୍ଥିତିକୁ ଅନ୍ୟ କଳସୀ ମଧ୍ୟରେ ଚିହ୍ନିତ କରି ସେମାନଙ୍କ ସହ ସୁସମ୍ପର୍କ ସ୍ଥାପନ କର। ଦେଖିବୁ ତୁ କେଉଁଠି କିପରି ଅବସ୍ଥାପିତ ହେଉଛୁ। ସେତେବେଳେ ତୁ ମହାସାଗରର ପରିଚୟ ବହନ କରି ଅସୀମ ଅମାପ ହୋଇଯିବୁ। ତାଠାରୁ କ'ଣ ସମାଜରେ ବର୍ତ୍ତମାନ ପ୍ରଚଳିତ କ୍ଷଣିକ ସୁଖ, ମିଥ୍ୟା ପ୍ରଭାବ ଓ ଅନିତ୍ୟ ସମାନ ଏତେ ବେଶୀ? ବିଚାର କରି ଦେଖିବୁ। ସର୍ବ ଶୁଭ ମନାସି ଏଥରକ ଏତିକିରେ ରହୁଛି। ଇତି ତୋର ଚିରମଙ୍ଗଳ କାକ୍ଷୀ ପିତା ଗୁରୁସ୍ୱାମୀ।